ଯେତେବେଳେ କେହି ଜଣେ ନିଜେ କିଛି କରିପାରେନି ଅର୍ଥାତ୍ ଯେଉଁ କାମଟା ଅନ୍ୟମାନେ ସହଜରେ କରିପାରନ୍ତି ଆଉ ଇଏ ସେ କାମକୁ କରିପାରେନି ବା ତା ସକ୍ଷମ ବାହାରେ ସେ କାମ ଥାଏ, ସେତେବେଳେ କିଛି ମଣିଷ ଅଛନ୍ତି ଆଜ୍ଞା ଭାରି ବାଉଳି ଚାଉଳି ହୁଅନ୍ତି, ଅନ୍ୟମାନଙ୍କ ଉପରେ ଈର୍ଷା କରନ୍ତି। ଯେତେବେଳେ ନିଜେ କିଛି କରିବାରେ ଅକ୍ଷମ ହୁଅନ୍ତି ସେତେବେଳେ ସକ୍ଷମ ବ୍ୟକ୍ତିମାନଙ୍କୁ ଏମାନେ ଈର୍ଷା କରନ୍ତି। ଆପଣଙ୍କ ଆଖପାଖରେ ମଧ୍ୟ ଏମିତି ଅନେକ ଲୋକ ଥିବେ ଆଜ୍ଞା, ଯେଉଁମାନେ ନିଜେ ତ କିଛି କରିପାରିବେନି, ହେଲେ କରିପାରୁଥିବା ମଣିଷଟା ଏ ସମାଜ ପାଇଁ ନିଜ ପାଇଁ ଯଦି କିଏ ଜଣେ କରୁଛି, କିଏ ଜଣେ କିଛି ଭଲ କାମ କରୁଛି, ତାକୁ ଏମାନେ ଆଙ୍ଗୁଳି ଉଠେଇବା ଛଡ଼ା କେବେ କିଛି ଅନ୍ୟ କାମ ଶିଖି ନାହାନ୍ତି। ନିଜେ ଯଦି କିଛି କରିପାରୁନାହାନ୍ତି ଆଜ୍ଞା, ତେବେ ଯିଏ କରୁଛି, ଯାହାର ସମାଜ ପାଇଁ କିଛି ତ୍ୟାଗ ଅଛି, ତାକୁ କରିବାକୁ ଦିଅନ୍ତୁ। ତାକୁ ଆଙ୍ଗୁଳି ଦେଖାଇ ଅଟକେଇ ପଛରୁ ଟାଣିବା ଏକ ପ୍ରକାର ରୁଗ୍ଣ ମାନସିକତା ବୋଲି ମୁଁ କହିବି ଆଜ୍ଞା। ଏଇ ତ ଜୀବନର କଥା।